ପୂଜା ଅର୍ଚ୍ଚନା ସକାଳ ସଞ୍ଜରେ କର। ଲମ୍ବା ସମୟ ଧରି ଆପଣ ଯେଉଁ ସମସ୍ୟାରେ ଘେରି ହୋଇ ରହିଥିଲେ ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ ଯାହା ଆପଣଙ୍କୁ ଆଗକୁ ନେଇଯିବ। ଏହି ଯୋଗ କାରଣରୁ ଆପଣଙ୍କର ନୂଆ ନୂଆ ମିତ୍ର ସୃଷ୍ଟି ହେବେ ଯେଉଁଥିପାଇଁ ସେମାନେ ଆପଣଙ୍କୁ ଲାଭ ସାରି ସିଦ୍ଧ ହେବେ ଏବଂ ବ୍ୟାପାର ଦିଗ ଦର୍ଶାଇବେ। ଧନ ଜନିତ ସମସ୍ୟା ରହିବ ନାହିଁ ଓ ଆପଣ ଧନ ଜନିତ ଅଭାବରୁ ଅନୁଭବ କରିପାରିବେ ନାହିଁ। ତ ବନ୍ଧୁଗଣ ମନେ ରଖନ୍ତୁ କନ୍ୟା ରାଶି ସକାଳୁ ଶୀଘ୍ର ଉଠି ସ୍ୱଚ୍ଛ ଏବଂ ସ୍ନାନ ସାରି ଭଗବାନଙ୍କର ନାମ ଜପ ମା ଶାରଳାଙ୍କର ନାମ ଜପ ଭଗବାନ ମହାଦେବଙ୍କର ନାମ ଜପ କର। ମା ସୁଭଦ୍ରାଙ୍କ ନାମ ଜପ କର। ଜୀବନସାଥୀଙ୍କ ପାଇଁ ଆପଣଙ୍କୁ ଶୁଭଫଳ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନରେ ବହୁତ ଦିନ ଧରି ଅପେକ୍ଷା କରି ରହିଥିଲେ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ ଯାହା ଆପଣଙ୍କୁ ପ୍ରଗତି ଆଡ଼କୁ ନେବା। ଧନଲାଭର ମଧ୍ୟ ଯୋଗ ବନୁଅଛି। ବନ୍ଧୁଗଣ ମନେ ରଖନ୍ତୁ ମିଥୁନ ରାଶି ଭଗବାନ ମହାଦେବଙ୍କ ନାମ ଜପ କରନ୍ତୁ। ଆପଣଙ୍କର ଶୁଭ ଦିନ ଆସିବାକୁ ଯାଉଅଛି। ଯଦି ଆପଣ କୌଣସି ଯୋଜନା ପ୍ରସ୍ତୁତ କରୁଛନ୍ତି ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରନ୍ତୁ। ଆପଣଙ୍କୁ ଲାଭ ହିଁ ଲାଭ ପ୍ରାପ୍ତ ହେବ। ମା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରନ୍ତୁ। ଘର ସଫା ରଖନ୍ତୁ। ନିଜେ ପରିଷ୍କାର ରୁହନ୍ତୁ। ମାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଚାକିରି ଏବଂ ବ୍ୟାପାର ଦୁଇଟି ଯାକ କ୍ଷେତ୍ରରେ ଆପଣଙ୍କ ପାଇଁ ଆସୁଥିବା ସମୟ ଲାଭଦାୟକ ହେବ। ଦୁହିଁଙ୍କୁ ହିଁ ଧନ ଲାଭ ହେବାର ଯୋଗ ରହିଅଛି। ଯଦି ଆପଣ ଲମ୍ବା ସମୟ ଧରି ଧନ ଲାଭର ଯୋଗର ଆଶଙ୍କାରେ ରହିଛନ୍ତି ତେବେ ତାହା ପୂର୍ଣ୍ଣ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ। ସମାଜରେ ଲୋକମାନେ ଆପଣଙ୍କ ମାର୍ଗ ଦର୍ଶନ ପାଇଁ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ। ବନ୍ଧୁଗଣ ମନେ ରଖନ୍ତୁ କୁମ୍ଭ ରାଶି ଆପଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମ ଜପ କରନ୍ତୁ। ସବୁ ଦୁଃଖ ହେବ ଦୂର। କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ସବୁଠାରୁ ବଡ଼ ଲାଭ ଧନରେ ହେବ। ବ୍ୟାପାରୀ ମାନଙ୍କୁ ବ୍ୟାପାର କ୍ଷେତ୍ରରେ ଅଧିକ ଧନ ଲାଭ ହେବ। ଆପଣଙ୍କୁ କଳାତ୍ମକ ଏବଂ ସୃଜନାତ୍ମକ କ୍ଷେତ୍ରରେ ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଅଛି ଏବଂ ଯାହାର ଲାଭ ଆପଣଙ୍କୁ ଲମ୍ବା ସମୟ ଧରି ରହିବ। ଏହି ଯୋଗର ପ୍ରଭାବରେ ଆପଣଙ୍କ ପାଖରେ ଧନର କୌଣସି ସମସ୍ୟା ରହିବ ନାହିଁ। ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଆଗକୁ ଆସୁଥିବା ସମୟ ବହୁତ ହିଁ ଭଲ ରହିବାର ଅଛି। ଆପଣଙ୍କୁ ବହୁତ ହିଁ ଅଧିକ ଶୁଭ ଫଳ ମିଳିବ।